କାମାକ୍ଷାନଗର ବ୍ଲକ ଜନ୍ତାରିବୋଲ ଗ୍ରାମରେ ଉଦ୍ଘାଟିତ ହୋଇଛି ଜିଲ୍ଲା ଦକ୍ଷତା କେନ୍ଦ୍ର। ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭଲ ଭାବରେ ଜାଣନ୍ତି ଓ ହୃଦୟଙ୍ଗମ କରିଛନ୍ତି ଯେ ଓଡ଼ିଶା କେବେ ପଛୁଆ ନୁହେଁ। କେବଳ ପଛୁଆ ହୋଇ ରହିବା ପଛରେ ସବୁଠାରୁ ବଡ଼ କାରଣ ହେଉଛି ମାନବ ସମ୍ବଳର ସଦୁପଯୋଗ ନ ହୋଇପାରିବା। ତେଣୁ ଓଡ଼ିଶାବାସୀଙ୍କର ଭିତରେ ଥିବା ଅନ୍ତର୍ନିହିତ ଗୁଣ ବଣମଲ୍ଲି ପରି ବଣରେ ଝଡ଼ିଯିବା ପୂର୍ବରୁ ତାକୁ ସଠିକ ବାଟ ଦେଖାଇ ଲୋକଲୋଚନରେ ପ୍ରସ୍ଫୁଟିତ କରିବା ଆଉ ତାହାର ମହକରେ ସାରା ରାଜ୍ୟକୁ ମହକେଇବା ଲକ୍ଷ୍ୟରେ ଏହି କୌଶଳ ବିକାଶ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ଏବେ ଓଡ଼ିଶାର ଛାତ୍ରଛାତ୍ରୀ ନିଜର କୌଶଳ ଦେଖାଇ ଯେଉଁ ସୁନାମ ଅର୍ଜନ କରିବେ ତାହା କେବଳ ଓଡ଼ିଶା ଭିତରେ ନୁହେଁ କି ଦେଶ ଭିତରେ ନୁହେଁ, ପୁରା ବିଶ୍ୱ ଦରବାରରେ ଓଡ଼ିଶାକୁ ଦେବେ ଏକ ନୂଆ ପରିଚୟ। ସେଇଥିପାଇଁ ତ ଆମ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଜନ୍ତାରିବୋଲ ଗ୍ରାମଠାରେ ଉଦ୍ଘାଟିତ ହୋଇଛି ଏହି ଦକ୍ଷତା କେନ୍ଦ୍ର। ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦକ୍ଷତା କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଦକ୍ଷତା କେନ୍ଦ୍ରରେ ଏକକାଳୀନ 200 ଛାତ୍ରଛାତ୍ରୀ ଶିକ୍ଷା ଲାଭ କରିବାର ବ୍ୟବସ୍ଥା ରହିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ 90 ଜଣଙ୍କ ପାଇଁ ବ୍ୟବସ୍ଥା ହୋଇଛି। ସେମାନଙ୍କ ମଧ୍ୟରୁ 30 ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ସାରିଛନ୍ତି। ଏବେ ଛାତ୍ରମାନଙ୍କ ପାଇଁ ହଷ୍ଟେଲ ସୁବିଧା ରହିଛି, ଯାହା ଆଗାମୀ ଦିନରେ ଛାତ୍ରୀମାନଙ୍କ ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। 5T ନୂଆ ଓଡ଼ିଶା ଓ ଟାଟା ଷ୍ଟ୍ରାଇଭର ମିଳିତ ଆନୁକୂଲ୍ୟରେ ଏହି ଦକ୍ଷତା କେନ୍ଦ୍ର ଆରମ୍ଭ ହୋଇଛି। ଦକ୍ଷତା ଏବଂ ବୈଷୟିକ ଶିକ୍ଷାକୁ ରୁଚି ରଖୁଥିବା ଛାତ୍ରଛାତ୍ରୀ ପାଇଁ ଏହା ବଡ଼ ସମ୍ଭାବନା, ଯାହା ସେମାନେ ରୋଜଗାରକ୍ଷମ ହୋଇପାରିବେ। ଢେଙ୍କାନାଳରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏହି ଦକ୍ଷତା କେନ୍ଦ୍ର ଆଗାମୀ ଦିନରେ ରାଜ୍ୟର ଦକ୍ଷତା ବିକାଶ କ୍ଷେତ୍ରରେ ଏକ ବଡ଼ ହବ୍ ହେବ ବୋଲି ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଥିଲେ। ତେବେ ଢେଙ୍କାନାଳ ସମେତ ରାଜ୍ୟର ସମସ୍ତ 30 ଗୋଟି ଜିଲ୍ଲାରେ ଏହି ଦକ୍ଷତା କେନ୍ଦ୍ର ଖୋଲାଯିବ ବୋଲି ସେ ମଧ୍ୟ ନିଜ ବକ୍ତବ୍ୟରେ କହିଛନ୍ତି।